ସର୍ବପ୍ରଥମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅତି ବହୁମୂଲ୍ୟ ନାମରେ ସମସ୍ତ ଦର୍ଶକମାନଙ୍କୁ ନମସ୍କାର। ଆଜି ଆମେ ଯୀଶୁଙ୍କ ଜନ୍ମ ସମ୍ବନ୍ଧରେ କେତେକ ବିଶେଷ ବା ନିଗୁଢ଼ ଭାବରେ ଆଲୋଚନା କରିବାକୁ ଯିବା। ନମ୍ବର 1, ମରିୟମ କନ୍ୟା ଅବସ୍ଥାରେ ଗର୍ଭବତୀ। ଯୀଶୁ ଯେ କନ୍ୟା ଗର୍ଭରୁ ଜାତ ହେବେ, ଏହା ପୁରାତନ ନିୟମ ଯିଶାୟା ଭାବବାଦୀ ଭାବବାଣୀ କରିଥିଲେ, ଯାହାକି ଯିଶାୟା ପୁସ୍ତକ 7 ଅଧ୍ୟାୟ 14 ପଦରେ ପାଇପାରୁ। ଏଠାରେ ଏହିପରି ଲେଖା ଅଛି, ଏହେତୁ ପ୍ରଭୁ ଆପେ ତୁମ୍ଭମାନଙ୍କୁ ଏକ ଚିହ୍ନ ଦେବେ, ଦେଖ ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମାନୁଏଲ, ଆମ୍ଭମାନଙ୍କ ସହିତ ପରମେଶ୍ୱର ରଖିବ। ଏହି ଭାବବାଣୀ ନୂତନ ନିୟମରେ ମାଥ୍ୟୁ 1 ଅଧ୍ୟାୟ 23 ପଦରେ ସଫଳ ହୋଇଥିଲା। ଯୋସେଫ ମରିୟମ ସହିତ ସହବାସ କରିବା ପୂର୍ବେ ପବିତ୍ର ଆତ୍ମାଙ୍କ କର୍ତ୍ତୃତ୍ୱରେ ଗର୍ଭବତୀ ହେଲେ। ମରିୟମ କନ୍ୟା ଅବସ୍ଥାରେ ଥିବା ସମୟରେ ହିଁ ଗର୍ଭବତୀ ହୋଇ ଯୀଶୁଙ୍କୁ ଜନ୍ମ ଦେଲେ। ନମ୍ବର 2, ଯୀଶୁ କେଉଁ ଗ୍ରାମରେ ଜନ୍ମ ହେଲେ? ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ହୋଇଥିବା ଗ୍ରାମର ନାମ ବେତଲିୟମର ଉପ୍ରାତା ଗ୍ରାମରେ ଜନ୍ମଗ୍ରହଣ କଲେ। ପୁରାତନ ନିୟମରେ ମିକା 5 ଅଧ୍ୟାୟ 2 ପଦରେ ଏପରି ଲେଖା ଅଛି, ମାତ୍ର ଏ ବେତଲିୟମ ଉପ୍ରାତା ଯହୂଦାର ସହସ୍ର ଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ। ପୁରାତନ କାଳରୁ ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି। ଏହି ପଦ ଅନୁସାରେ ଯୀଶୁଙ୍କ ଜନ୍ମ ଏବା ଗ୍ରାମ ବିଷୟ ଜାଣିପାରୁ। ପଣ୍ଡିତମାନଙ୍କ ଆଗମନ। ଯୀଶୁଙ୍କ ଜନ୍ମ ସମୟରେ ପଣ୍ଡିତମାନେ ଅର୍ଥାତ୍ ଏହି ପଣ୍ଡିତମାନେ ବିଜାତୀୟ ଥିଲେ। ଈଶ୍ୱର କାହିଁକି ଏହି ବିଜାତୀୟ ପଣ୍ଡିତମାନଙ୍କୁ ଆଣିଲେ? ମେଷପାଳକମାନେ ତ ଯହୂଦୀୟ ଥିଲେ, କିନ୍ତୁ ପଣ୍ଡିତମାନେ ବିଜାତୀୟ ଥିଲେ। ପୁରାତନ ନିୟମରେ ଯହୂଦୀମାନେ କେବଳ ଈଶ୍ୱରଙ୍କ ଲୋକ ବୋଲି ଖ୍ୟାତ ହେଲେ, କିନ୍ତୁ ବିଜାତୀୟମାନଙ୍କୁ ଈଶ୍ୱରଙ୍କ ଲୋକ ବୋଲି ଗଣିତ ହୋଇନଥିଲେ। ଏହି ବିଜାତୀୟମାନଙ୍କୁ ଆଣିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ଯୀଶୁଙ୍କ ଦ୍ୱାରା ଉଭୟ ଦଳ ଅର୍ଥାତ୍ ଯହୂଦୀ ଏବଂ ବିଜାତୀୟ ଏକ ହେବେ। ଯୀଶୁଙ୍କ କ୍ରୁଶାରୋପଣ ସମୟରେ ମଧ୍ୟ ବିଜାତୀୟ ଓ ଯହୂଦୀୟମାନେ ଏକତ୍ରିତ ହେବା ବିଷୟରେ ଜାଣିପାରୁ। ଏଫେସୀ 2 ଅଧ୍ୟାୟ 13 ପଦ ଅନୁସାରେ, କିନ୍ତୁ ପୂର୍ବେ ଦୂରରେ ଥିଲ ଯେ ତୁମ୍ଭେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ। ଉଭୟ ଦଳ ସମାନ ଭାବରେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବେ। ଏହା ଥିଲା ଯୀଶୁଙ୍କ ଜନ୍ମ ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ।